ଚରେଇବା ପାଇଁ ଗୋଚର ଦିଅ, ପିଇବା ପାଇଁ ଋଷିକୂଲ୍ୟ ତୋଠ ଛାଡ଼ ନେଇ ଘୁମୁସରୀ ଗୋପାଳ ସ୍ମୃତି ସୋରଡା ତହସିଲ ଘେରାଉ। ଗଞ୍ଜାମ ଜିଲ୍ଲା ସୋରଡାରେ ସୂଚନା ଆଇନ ଅନୁସାରେ ସୋରଡା ତହସିଲ ଅଧୀନରେ 3000 ଉର୍ଦ୍ଧ୍ୱ ଗୋଚର ଭୂମି ଥାଇ ମଧ୍ୟ ଘୁମୁସରୀ ଗୋପାଳଙ୍କୁ ଗାଈଗୋରୁ ଚାରଣ ଭୂମି ପାଇଁ ଭିକ୍ଷ ମାଗିବାକୁ ପଡୁଛି। ରାଜ୍ୟର ରାଜସ୍ୱ ମନ୍ତ୍ରୀ, ଗଞ୍ଜାମର ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହାର ତୁରନ୍ତ ସମାଧାନ ପାଇଁ ଆଦେଶ କରିଥିଲେ ସୁଦ୍ଧା ଗୋପାଳଙ୍କୁ ଆଜି ଯାଏ ଚରେଇବା ନିମିତ୍ତ ଗୋଚର ମିଳୁନାହିଁ। ପିଇବା ପାଇଁ ଋଷିକୂଲ୍ୟା ନଦୀ ମୁହାଣ ଯିବା ରାସ୍ତା ଆବଦ୍ଧ କରିବା ଓ ଜଙ୍ଗଲ ଯିବା ରାସ୍ତା ବନ୍ଦ ଫଳରେ ସୋରଡାର ଗୋପାଳ ଓ ଚାଷୀକୁଳଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ଲକ୍ଷ୍ମୀପୁର, ଜେକେପୁର, ବି କଡାବାଡିର ଶତାଧିକ ଗୋପାଳ ଗୋପାଳୁଣୀ ଜାତୀୟ ରାଜପଥରୁ ରାଲି କରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ସ୍ୱାଧୀନ ଦିବସ ପ୍ରସ୍ତୁତି ବୈଠକ ଛାଡ଼ି ସୋରଡା ତହସିଲଦାର ଗୋପାଳ ରାଉତରାୟ 15 ଦିନ ଭିତରେ ତତାବାଲି ଓ ଭାଲିଗୋଛା ମୌଜାର ଗୋଚର ବେଦଖଲ କରାଯିବା ସହିତ ଋଷିକୂଲ୍ୟା ନଦୀ ମୁହାଣରେ ଅସ୍ଥାୟୀ ପ୍ରାଚୀର ହଟାଯିବ। ସରକାରଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟ କରିବା ପ୍ରତିଶ୍ରୁତି ଶ୍ରୀ ରାୟ ଦେଇଛନ୍ତି। ଦିନ ପରେ ଗୋଚର ଜାଗା ରାଜସ୍ୱ ପ୍ରଶାସନ ଚିହ୍ନଟ ନ କରନ୍ତି ଅଣସ୍ତରୀ ଜାତୀୟ ରାଜପଥରେ 5000 ଗାଈଗୋରୁ ଧରି ଧର୍ମଘଟ କରିବା ପାଇଁ ଗୋପାଳ ନେତା ରିତୁ ଗୌଡ଼ ଓ ନିରାକାର ଗୌଡ଼ ପ୍ରେସ ଇସ୍ତାହାର ଦେଇଛନ୍ତି। ଲକ୍ଷ୍ମୀପୁର ଆମର ଗାଈ ନଦୀ କି ରାସ୍ତା ପାଣି ପିଇବାକୁ ଛାଡୁନାହାନ୍ତି। ଆଉ ଗୋଚର ଜମି ମାନେ ସବୁ ଜବରଦଖଲ କରି ଅଛନ୍ତି। ଆମକୁ ଗାଈ ଚରିବା ପାଇଁ ବି କୋଟେ ଜାଗା ନାହିଁ। ଆଉ ଜଙ୍ଗଲ ରାସ୍ତା ବି ମଧ୍ୟ ବନ୍ଦ କରି ରଖିଛନ୍ତି, କିଏ ବନ୍ଧ କରିଛନ୍ତି। ଆଉ ନାନାଦି ପ୍ରକାର ଖଣ୍ଡ କରୁଛନ୍ତି। ଆମକୁ ଜଙ୍ଗଲକୁ ଯିବାକୁ ମଧ୍ୟ ଗାଈ ଗୋରୁକୁ ରାସ୍ତା ନାହିଁ। ଜଙ୍ଗଲ ରାସ୍ତା ବି ବନ୍ଦ ହେଇଗଲାଣି, ନଦୀ ରାସ୍ତା ବି ବନ୍ଦ ହେଇଗଲାଣି। ଗାଈ ଗୋରୁ ଚରିବାକୁ ବହୁତ ଅସୁବିଧା ସ୍ଥଳୀ ଆମେ ଆସିଛୁ ଏଠିକି ଗୁହାରି ଜଣାଇବା ପାଇଁ ତହସିଲ। ଆଚ୍ଛା, ଏଟା କାଗଜଟା କଣ? ତାପରେ ଆମେ ଅର୍ଡର ଆଣିଛୁ କଲେକ୍ଟର ମଣ୍ଟିଛୁ। ଆଚ୍ଛା, ସବ୍ କଲେକ୍ଟର ଏସବୁ ଆପଣଙ୍କୁ ମାନେ ଜାଗା ମାନେ ତହସିଲଦାର ଜାଗା ଦେଖେଇଲେ ଆପଣ ମାନେ ସେଇଟା ଗାଈ ଗୋରୁ ଚରିବା ଅଭିଯୋଗ କରୁଛ। ଆଚ୍ଛା, ଲକ୍ଷ୍ମୀପୁର। ଏଠି କଣ ବି ଆସିଛ? ଆମ ଗୋରୁ ଗାଈ ଅସୁବିଧା ହେବାରୁ ଜଳ ଖାଇବା ପାଇଁ ମିଳି ଜାଗା ଛାଡୁନାହାନ୍ତି, ଚରିବା ପାଇଁ ମିଳି ଜାଗା ନଥିବାରୁ ଆମେ ଆଇଛୁ ଏଠି ଅର୍ଡର କରି ଆଇଛୁ। ଆମେ ଏଇଟା କାଗଜଟା କଣ? କଲକ ଅର୍ଡର ଦେଇଛି, ଅର୍ଡର ଦେଇଛି। ଆମେ ଆଇଛୁ ତହସିଲଦାର ପାଖକୁ, ଜାଗା ଖାଲି କରିବା ପାଇଁ। ଆଉ ପର୍ବତକୁ ଛାଡୁଛି। ଆଉ ଜଙ୍ଗଲକୁ ଗଲେ ବାଟ ନାହିଁ, ଜଙ୍ଗଲରେ ହେଲେ ହାଣିକିରି ସବୁ ଖଣ୍ଡ କରିଦେଲେ। ଗୋରୁ ଗାଈ ଚରିବା ପାଇଁ ଅସୁବିଧା ବେଶୀ, ସେଥିଯୋଗୁ ଆମେ ଏଠିକି ଆଇଛୁ। ଗଞ୍ଜାମରୁ ସୁନୀଲ କୁମାରଙ୍କର ଅଙ୍କ ରିପୋର୍ଟ, ଟାଇମ୍ସ ନ୍ୟୁଜ ଇଣ୍ଡିଆ ସଚ୍ କି ଆୱାଜ।